ରାଶି ଅନୁସାରେ କିଏ ଆପଣଙ୍କର ଇଷ୍ଟ ଦେବତା ଅଟନ୍ତି ଏବଂ କେଉଁ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ନିଜ ମନସ୍କାମନା ପୂରଣ ହେବ। ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ତ ନିଶ୍ଚୟ ଆସୁଥିବ, 33 କୋଟି ଦେବଦେବତାଙ୍କ ମଧ୍ୟରେ କିଏ ଆମର ଇଷ୍ଟ ଦେବାଦେବୀ ଅଟନ୍ତି ଏବଂ କିଏ ଆମର ମନସ୍କାମନା ପୂରଣ କରିପାରିବ, ଯେମିତିକି ଆମ ପରିବାର ସଂସାର ସୁଖ ଶାନ୍ତିରେ ରହିପାରିବେ। ବନ୍ଧୁଗଣ, ଆମର ହିନ୍ଦୁ ଧର୍ମରେ 33 କୋଟି ଦେବୀ ଦେବତା ଅଛନ୍ତି ଏବଂ ଏହିମାନଙ୍କ ମଧ୍ୟରୁ ଆପଣଙ୍କର କିଏ ଇଷ୍ଟ ଦେବାଦେବୀ ଅଟନ୍ତି, ଚାଲନ୍ତୁ ଜାଣିବା। ପ୍ରତ୍ୟେକ ରାଶି ପାଇଁ ଜଣେ ଜଣେ ଇଷ୍ଟ ଦେବତା ଅଛନ୍ତି। ଭିନ୍ନ ପ୍ରକାରର ଦେବତାଙ୍କୁ ପୂଜା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ବସ୍ତୁ ମଧ୍ୟ ଲାଗିଥାଏ। ଯଦି ଆପଣ ଭଗବାନଙ୍କୁ ଠିକ୍ ଉପାୟରେ ପୂଜା କରୁଛନ୍ତି, ତେବେ ଭଗବାନ ଶୀଘ୍ର ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୁଅନ୍ତି। ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାରର ଉପାୟ କରିବା ପାଇଁ ପଡ଼ିଥାଏ ଏବଂ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ ପୂଜା କରନ୍ତି। କ'ଣ ପାଇଁ ନା ସେମାନଙ୍କର ସବୁ ପ୍ରକାରର ଇଚ୍ଛା ଆକାଂକ୍ଷା ପୂରଣ ହୋଇଯାଉ। ଏହା ସତ୍ତ୍ୱେ ମଧ୍ୟ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବାର ଏକ ଭିନ୍ନ ଉପାୟ ମଧ୍ୟ ରହିଅଛି। ମାତ୍ର ଦୁନିଆରେ ଏପରି କିଛି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ନିଜର ଇଷ୍ଟ ଦେବତା ମଧ୍ୟ ଜାଣିନାହାନ୍ତି ଏବଂ ତାଙ୍କୁ ପୂଜା କରିବାର ଉପାୟ ତ ଦୂରର କଥା। ତ ସେଇଥିପାଇଁ ବନ୍ଧୁମାନେ, ଆପଣ ନିଜ ନିଜ ରାଶି ଅନୁସାରେ ନିଜର ଇଷ୍ଟ ଦେବତାଙ୍କୁ ଚିହ୍ନଟ କରନ୍ତୁ ଏବଂ ସଠିକ୍ ଉପାୟରେ ପୂଜା କରି ନିଜର ମନସ୍କାମନା ପୂରଣ କରନ୍ତୁ। ପ୍ରତ୍ୟେକ ଦେବୀ ଦେବତା କୌଣସି ନା କୌଣସି କୁଣ୍ଡଳୀ ସହିତ ଓତପ୍ରୋତ ଭାବେ ଜଡ଼ିତ ଅଟନ୍ତି। କୌଣସି ଦେବୀ ଦେବତା ନିଜର ଜାତକ ସହିତ ଯଦି ମେଳ ନ ହୁଅନ୍ତି, ଏଥିରେ ମଧ୍ୟ ଆପଣ ଯେତେ ପୂଜା କଲେ ମଧ୍ୟ ଆପଣଙ୍କୁ କୌଣସି ସୁଫଳ ମିଳିନଥାଏ। ଯାହାକି ମନୁଷ୍ୟ ମନରେ ବିଭିନ୍ନ ପ୍ରକାରର ଚିନ୍ତା ଆସିଥାଏ କି ମୁଁ ଯେତେ ପୂଜା କଲେ ମଧ୍ୟ ମୋତେ କୌଣସି ଫଳ ମିଳୁନାହିଁ। ବହୁତ ସମୟରେ ନିଜର ଗ୍ରହ ଦଶା ପାଇଁ ନିଜର ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ ସଠିକ୍ ଭାବରେ ଚିହ୍ନଟ ନ କରିବାରୁ ସେମାନଙ୍କୁ ବିଭିନ୍ନ ପ୍ରକାରର ଦଶା ଭୋଗ କରିବାକୁ ପଡ଼ିଥାଏ। ଏମିତି ଅଟେ କି ନିଜର କୁଣ୍ଡଳୀର ଗ୍ରହ ସ୍ଥିତିକୁ ନେଇ ଦେବୀ ଦେବତା ବାଛିବା ସଠିକ୍ ଉପାୟ ହୋଇଥାଏ। କୁଣ୍ଡଳୀ ଅନୁକୂଳ ଦେବୀ ଦେବତା ଜାଣିବା ପାଇଁ ଜାତକର କୁଣ୍ଡଳୀର ପ୍ରଥମ ଭାଗ, ପଞ୍ଚମ ଭାଗ ଏବଂ ନବମ ଭାଗକୁ ନେଇ ବାଛିବା ସମସ୍ତଙ୍କ ପାଇଁ ଉତ୍ତମ ହୋଇଥାଏ। ମଣିଷ ଯେଉଁ ସମୟରେ ଜନ୍ମ ନେଇଥାଏ, ଗ୍ରହ ନକ୍ଷତ୍ରର ବହୁତ ପ୍ରଭାବ ରହିଥାଏ। ଜନ୍ମ ନେବା ସମୟରେ ଚନ୍ଦ୍ର ଏବଂ ଗୋଚର ଯେଉଁ ରାଶିରେ ରହିଥାଏ, ସେ ହିଁ ଜନ୍ମ ଜାତକର ରାଶି ଜଣାଇଥାଏ। ଆକାଶମଣ୍ଡଳରେ 12 ରାଶିଫଳ ରହିଅଛି। 28ଟି ନକ୍ଷତ୍ରରେ ଗ୍ରହଣ କରୁଅଛନ୍ତି। ସମସ୍ତ ମନୁଷ୍ୟର ଜନ୍ମ କୌଣସି ନା କୌଣସି ନକ୍ଷତ୍ର ଏବଂ ରାଶିଫଳକୁ ନେଇ ହୋଇଥାଏ। ଚାଲନ୍ତୁ ଦେଖିବା ମେଷ ରାଶି ପାଇଁ କ'ଣ ରହିଅଛି। ମେଷ ରାଶି ପାଇଁ ମଙ୍ଗଳଦେବ ଗ୍ରହ ଦେବତା ଅଟନ୍ତି ଏବଂ ପ୍ରଭୁ ଶ୍ରୀରାମ ଏବଂ ହନୁମାନ ମୁଖ୍ୟ ଦେବତା ଅଟନ୍ତି ମେଷ ରାଶି ପାଇଁ। ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ମେଷ ରାଶିର ସମସ୍ତ ଇଚ୍ଛା ଆକାଂକ୍ଷା ପୂରଣ ହୋଇଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ପାଇଁ ସୁଖ ସମୃଦ୍ଧିର ଆଶା ପୂରଣ କରିଦେଇଥାଏ। ମେଷ ରାଶିର ବ୍ୟକ୍ତି ଯଦି ହନୁମାନ ପ୍ରଭୁଙ୍କୁ ପୂଜା କରୁଛନ୍ତି, ତ ସେମାନଙ୍କ ଜୀବନରେ କୌଣସି ବଡ଼ ବଡ଼ ବିପଦ ଆସିବ ନାହିଁ। ଯଦି ବି ସେମାନଙ୍କର ଜୀବନରେ କୌଣସି ବଡ଼ ବଡ଼ ସମସ୍ୟାର ଉତ୍ପନ୍ନ ହୁଏ, ତେବେ ହନୁମାନ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କର ସମସ୍ତ କଷ୍ଟ ଲାଘବ ହେବ। ମେଷ ରାଶିର ବ୍ୟକ୍ତିମାନେ ହନୁମାନ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ପଇସାର ଅଭାବ ଅନାଟନର ପରିଣାମ ହନୁମାନ ପ୍ରଭୁ ତାହାକୁ ଦୂର କରିଦିଅନ୍ତି ଏବଂ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କୌଣସି ପଇସା ପତ୍ରର ଅଭାବ ଦେଖିବାକୁ ମିଳିନଥାଏ ଏବଂ ହନୁମାନ ମହାପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ମେଷ ରାଶିର ଆର୍ଥିକ ଅନାଟନ ସୁଦୃଢ଼ ହେବାରେ ଲାଗିଥାଏ। ଏଇଥିପାଇଁ ଗରୁଡ଼ ପୁରାଣରେ କୁହାଯାଇଛି ମଧ୍ୟ, ମେଷ ରାଶିର ବ୍ୟକ୍ତିମାନେ ହନୁମାନ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କର ସମସ୍ତ ପ୍ରକାରର ଆର୍ଥିକ ବଡ଼ ବଡ଼ ବିପଦ ସମସ୍ତ ପ୍ରକାରର ସମାଧାନ ହନୁମାନ ମହାପ୍ରଭୁ ସମାପ୍ତ କରିଦେବେ। ମେଷ ରାଶିର ବ୍ୟକ୍ତିମାନେ ମଙ୍ଗଳବାର ଦିନ ବ୍ରତ ରଖିବା କଥା। ଏହାପରେ ଚାଲନ୍ତୁ ଜାଣିବା ବୃଷ ରାଶି ବିଷୟରେ। ବୃଷ ରାଶି ପାଇଁ ଶୁକ୍ରଦେବ ଗ୍ରହ ଦେବତା ଅଟନ୍ତି ଏବଂ ମୁଖ୍ୟ ଦେବତା ଶ୍ରୀ ବିହାରୀ ବିଷ୍ଣୁ ଅଟନ୍ତି। ବୃଷ ରାଶିର ବ୍ୟକ୍ତିମାନେ ଶନିବାର ଦିନ କଳା ଏବଂ ନୀଳ ରଙ୍ଗର କପଡ଼ା ପିନ୍ଧିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ସେମାନଙ୍କୁ କ୍ଷତି ପହଞ୍ଚାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ବ୍ୟକ୍ତିର ବେଲଗଛର ଚତୁଃପାର୍ଶ୍ୱରେ ପରିକ୍ରମା କରନ୍ତୁ
ଏହା କରିବା ଦ୍ୱାରା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ। ଏହି ରାଶିର ବ୍ୟକ୍ତିମାନେ ମା ଲକ୍ଷ୍ମୀଙ୍କୁ ପୂଜା କଲେ ସେମାନଙ୍କୁ ବହୁତ ସନ୍ତୁଷ୍ଟ ହୁଅନ୍ତି ମା ଲକ୍ଷ୍ମୀ ତାଙ୍କ ପୂଜାରେ। ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ବହୁତ ବଡ଼ ବଡ଼ ସମସ୍ୟା ଆସେ ମଧ୍ୟ ନାହିଁ। କୌଣସି ବଡ଼ ବଡ଼ ସମସ୍ୟା ଏବଂ ଜୀବନରେ ଆସେ ତାହାକୁ ମା ଲକ୍ଷ୍ମୀ ସଂହାର ମଧ୍ୟ କରିଥାନ୍ତି ଏବଂ ଜୀବନରେ ସୁଖର ବାତାବରଣ ଆଣି ଦେଇଥାନ୍ତି। ବୃଷ ରାଶିର ବ୍ୟକ୍ତିମାନଙ୍କୁ ମା ଲକ୍ଷ୍ମୀଙ୍କ ବ୍ରତ କରିବା ଉଚିତ। ମା ଲକ୍ଷ୍ମୀଙ୍କର ବ୍ରତ ଶୁକ୍ରବାର ଦିନ ହିଁ କରାଯାଏ। ମିଥୁନ ରାଶି ବୁଧଦେବ ହେଉଛନ୍ତି ଏହାର ଗୃହ ଦେବତା ଅଟନ୍ତି ଏବଂ ଗଣେଶ ଏବଂ ବିଷ୍ଣୁ ଭଗବାନ ଏମାନଙ୍କର ମୁଖ୍ୟ ଦେବତା ଅଟନ୍ତି। ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ସ୍ୱାମୀ ଗଣେଶ ଭଗବାନ ହିଁ ଅଟନ୍ତି। ମିଥୁନ ରାଶିର ବ୍ୟକ୍ତିମାନେ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଏଥିପାଇଁ ମିଥୁନ ରାଶିର ବ୍ୟକ୍ତିମାନେ ହିଁ ଗଣେଶଙ୍କୁ ଭଗବାନ ଭାବେ ପୂଜା କରିବା ଉଚିତ। ମିଥୁନ ରାଶିର ବ୍ୟକ୍ତିମାନେ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସେମାନଙ୍କୁ କୌଣସି ପ୍ରକାରର ଡିପ୍ରେସନ୍ ଭଳିଆ ରୋଗ ମାଡ଼ି ଆସେ ନାହିଁ। ମନ ବହୁତ ପ୍ରଫୁଲ୍ଲିତ ରୁହେ ଏବଂ ଖୁସି ଖୁସି ରୁହେ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା, ଯାହାଦ୍ୱାରା କୌଣସି ପ୍ରକାରର ସମସ୍ୟା ସେହି ବ୍ୟକ୍ତିଙ୍କୁ କବଳିତ କରିପାରେ ନାହିଁ କି ହଇରାଣରେ ପକାଏ ନାହିଁ। ଏଥିପାଇଁ ମିଥୁନ ରାଶିର ବ୍ୟକ୍ତିମାନେ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ବହୁତ ସୁଫଳ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମା ଅଟନ୍ତି ଦୁର୍ଗା, ମା ଭୁବନେଶ୍ୱରୀ ଏବଂ ଚନ୍ଦ୍ରଘଣ୍ଟା ଦେବଦେବୀଙ୍କୁ ମଧ୍ୟ ପୂଜା କଲେ ବହୁତ ସୁଫଳ ମିଳିଥାଏ। କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହ ଦେବତା ଚନ୍ଦ୍ର ଅଟନ୍ତି ଏବଂ ମୁଖ୍ୟ ଦେବତା ଭଗବାନ ଶିବ ଏବଂ ବିଷ୍ଣୁ ଅଟନ୍ତି। କର୍କଟ ରାଶିର ବ୍ୟକ୍ତିଙ୍କ ଇଷ୍ଟ ଦେବତା ଅଟନ୍ତି ଭଗବାନ ଶିବ। ଭଗବାନ ଶିବଙ୍କୁ ବିଶେଷ ଭାବରେ ପୂଜା କରିବା ଦ୍ୱାରା କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ବିଶେଷ ଆଶୀର୍ବାଦ ଭଗବାନ ଦେଇଥାନ୍ତି ଏବଂ କର୍କଟ ରାଶିର ବ୍ୟକ୍ତିମାନଙ୍କ ମନରେ ନୂତନ ନୂତନ ଚିନ୍ତାଧାରାର ଭଗବାନଙ୍କ ଶିବଙ୍କ ଆଶୀର୍ବାଦ ଦ୍ୱାରା ଆସିଥାଏ। ଇଷ୍ଟ ଦେବଦେବୀଙ୍କୁ ପୂଜା କରିବା ଦ୍ୱାରା କୁଣ୍ଡଳୀରେ ଯେତେ ମଧ୍ୟ ଗ୍ରହ ଦୋଷ ଥିଲେ ମଧ୍ୟ ଭଗବାନ ଶିବ ଯଦି ସନ୍ତୁଷ୍ଟ ହୁଅନ୍ତି ସବୁ ପ୍ରକାରର ସମସ୍ୟା ସମାଧାନ ପାଇଁ ଆଶୀର୍ବାଦ କରିଦିଅନ୍ତି। କର୍କଟ ରାଶିର ବ୍ୟକ୍ତିମାନେ ସୋମବାର ଦିନ ବ୍ରତ ରଖିବା କଥା। ଏହାଦ୍ୱାରା ସେମାନଙ୍କର ସବୁ ସମସ୍ୟାର ସମାଧାନ ହେବା ସଙ୍ଗେ ସଙ୍ଗେ ବହୁତ ସୁଫଳ ମଧ୍ୟ ମିଳିଥାଏ। କର୍କଟ ରାଶିର ବ୍ୟକ୍ତିଙ୍କ ମାନେ ମା କମଳା ଏବଂ ସିଦ୍ଧିଦାତ୍ରୀ ଏହି ରାଶି ପାଇଁ ଦେବୀ ଅଟନ୍ତି। ସିଂହ ରାଶିର ଗ୍ରହ ଦେବତା ସୂର୍ଯ୍ୟ ଦେବତା ଅଟନ୍ତି। ସିଂହ ରାଶିର ଇଷ୍ଟ ଦେବତା ସୂର୍ଯ୍ୟ ଦେବତା ଅଟନ୍ତି। ଏଥିସହିତ ଏହି ବ୍ୟକ୍ତି ରାଶିଙ୍କର ଇଷ୍ଟ ଦେବତା ଭଗବାନ ହନୁମାନ ଏବଂ ଗାୟତ୍ରୀ ଅଟନ୍ତି। ଇଷ୍ଟ ଦେବଦେବୀଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କର କୁଣ୍ଡଳୀରେ ଯେତେ ମଧ୍ୟ ଗ୍ରହ ଦୋଷ ଥିଲେ ମଧ୍ୟ ସିଂହ ରାଶି ବ୍ୟକ୍ତିମାନେ ସୂର୍ଯ୍ୟ ଦେବତାକୁ ପୂଜା କରିବା ଦ୍ୱାରା ସେମାନଙ୍କୁ କେବେ ମଧ୍ୟ ମାନସିକ ରୋଗରେ ପଡ଼ନ୍ତି ନାହିଁ କି କୌଣସି ଡିପ୍ରେସନ୍ ମଧ୍ୟ ଆସେ ନାହିଁ। ସେମାନଙ୍କର ମନ ମଧ୍ୟ ବହୁତ ମଜବୁତ ହୋଇଯାଇଥାଏ। ପ୍ରାତଃ ସମୟରେ ସେମାନେ ଗାଧୋଇ ସାରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କୁ ଅନେକ ଫଳ ମଧ୍ୟ ମିଳିଥାଏ। ଏହା ଛଡ଼ା ଏହି ରାଶିର ବ୍ୟକ୍ତିମାନେ ମା ଗାୟତ୍ରୀ ଏବଂ ମା କାଳରାତ୍ରିକୁ ପୂଜା କରିପାରିବେ। କନ୍ୟା ରାଶିର ଗୃହ ଦେବତା ବୁଧଦେବ ଅଟନ୍ତି ଏବଂ ମୁଖ୍ୟ ଦେବତା ଭଗବାନ ଗଣେଶ ଅଟନ୍ତି। ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ ଉପବାସ ରହି ପୁରା ବୁଦ୍ଧି ବିଧାନରେ ପୂଜା କରିବା ଦ୍ୱାରା ସେମାନଙ୍କୁ ଅନେକ ସୁଫଳ ମିଳିଥାଏ। କନ୍ୟା ରାଶିର ବ୍ୟକ୍ତିମାନେ ବୁଧବାର ଦିନ ଯଦି ବ୍ରତ କରୁଛନ୍ତି ସେମାନଙ୍କ ଜୀବନରେ ସବୁ ପ୍ରକାରର କଠିନ ସମସ୍ୟାର ସମାଧାନ ହେବ ଏବଂ ସମସ୍ତ ପ୍ରକାରର ସମସ୍ୟା ସମାଧାନ ହୋଇଯିବ। କନ୍ୟା ରାଶିର ବ୍ୟକ୍ତିମାନେ ଯେତେବେଳେ ବୁଧ ଗ୍ରହର ବ୍ରତ କରନ୍ତି ତ ଜୀବନରେ ସେମାନଙ୍କର ଆର୍ଥିକ ଅନାଟନ ଅଭାବ ଦୂର ହୋଇଯାଏ। ନିଜ ଘରେ ମଧ୍ୟ ପଜିଟିଭ୍ ଏନର୍ଜିର ଏକ ବାତାବରଣ ସୃଷ୍ଟି ହୁଏ ଏବଂ ଖରାପ ଶକ୍ତି ସବୁ ଘରୁ ନିଜ ମନରୁ ସମସ୍ତ ଚାରିପଟୁ ଦୂର ହୋଇଯାଏ। ଏହି ରାଶିର ବ୍ୟକ୍ତିମାନେ ମା ଦୁର୍ଗା, ଭୁବନେଶ୍ୱରୀ ଏବଂ ମାତା ଚନ୍ଦ୍ରଘଣ୍ଟାକୁ ମଧ୍ୟ ପୂଜା କରିପାରିବେ। ଏହାଦ୍ୱାରା ବହୁତ ମଧ୍ୟ ସୁଫଳ ମିଳିଥାଏ। ତୁଳା ରାଶିର ଗ୍ରହଦେବ ଶୁକ୍ରଦେବ ଅଟନ୍ତି ଏବଂ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନର ଲକ୍ଷ୍ୟସ୍ଥଳକୁ ନିଜେ ବାଛିଥାନ୍ତି ଏବଂ ନିଜର ଉଚିତ ଏବଂ କଠିନ ପରିଶ୍ରମ ଦ୍ୱାରା ସମସ୍ତ ପ୍ରକାରର କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମା ଲକ୍ଷ୍ମୀ ବ୍ରହ୍ମଚାରିଣୀ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦେବୀ ଉଦ୍ଦିଷ୍ଟ ଅଟନ୍ତି। ବିଛା ରାଶି ଏହି ରାଶିର ଗ୍ରହ ଦେବତା ମଙ୍ଗଳ ଦେବ ଅଟନ୍ତି। ଭଗବାନ ଶ୍ରୀରାମ ଏବଂ ହନୁମାନ ଏମାନଙ୍କର ମୁଖ୍ୟ ଦେବତା ଅଟନ୍ତି। ବିଛା ରାଶିର ବ୍ୟକ୍ତିମାନଙ୍କର
ମଙ୍ଗଳ ଦେବତା ସହିତ ଯୋଗାଯୋଗ ଅଟେ। ଏଥିପାଇଁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳବାର ଦିନ ହିଁ ଭଗବାନ ହନୁମାନଙ୍କର ପୂଜା କରିବା ଉଚିତ ଏବଂ ବ୍ରତ କରିବା ଉଚିତ। ଏହାଦ୍ୱାରା ମଙ୍ଗଳ ଗ୍ରହର ସ୍ଥିତି ମଜବୁତ ହୁଏ ଏବଂ ଏହି ରାଶିର ବ୍ୟକ୍ତିଙ୍କୁ ସବୁ ପ୍ରକାରର ସଫଳତା ମିଳିଥାଏ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଗବତୀ ଏବଂ ଶୈଳପୁତ୍ରୀ ଦେବୀ ସଠିକ୍ ଅଟନ୍ତି। ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହଦେବ ବୃହସ୍ପତି ଦେବତା ଅଟନ୍ତି ଏବଂ ଇଷ୍ଟଦେବ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଅଟନ୍ତି। ଏଥିପାଇଁ ଧନୁ ରାଶିର ବ୍ୟକ୍ତିମାନେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ। ପୂଜା କରିବା ଦ୍ୱାରା ସେମାନଙ୍କୁ ବିଭିନ୍ନ ପ୍ରକାରର ସୁଖ ଏବଂ ଜୀବନରେ କୌଣସି ପ୍ରକାର ସମସ୍ୟା ଦେଖାଦିଏ ନାହିଁ। ଧନୁ ରାଶିର ବ୍ୟକ୍ତିମାନେ ବହି, ଭୂମି, ଦୁଧ ଦେଉଥିବା ଗାଈ, ଲାଲ ରଙ୍ଗର ବସ୍ତ୍ର, ତାବା ଏହିସବୁ ଦାନ କରିବା ଉଚିତ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦେବୀ ଅଟନ୍ତି ମା କମଳା ଏବଂ ସିଦ୍ଧିଦାତ୍ରୀ ଦେବୀ ଅଟନ୍ତି। ମକର ରାଶିର ବ୍ୟକ୍ତିମାନଙ୍କର ଗ୍ରହ ଦେବତା ଶନିଦେବ ଅଟନ୍ତି ଏବଂ ମୁଖ୍ୟ ଦେବତା ସେହି ଶନିଦେବ ହିଁ ଅଟନ୍ତି। ମକର ରାଶିର ବ୍ୟକ୍ତିମାନେ ଯଦି ଶନିଦେବକୁ ପୂଜା କରନ୍ତି ତ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ କୌଣସି ପରିବାରକ ଅଶାନ୍ତି ସୃଷ୍ଟି ହୁଏ ନାହିଁ। ବାହାଘରକୁ ନେଇ କୌଣସି ପ୍ରକାର ସମସ୍ୟା ଦେଖାଦିଏ ନାହିଁ ଏବଂ ବାହାଘର ପରେ ମଧ୍ୟ ଅତ୍ୟନ୍ତ ସୁଖ ସମୁଦ୍ର ସଂସାର ବିତାଇବାରେ ଅନେକ ସାହାଯ୍ୟ ହୋଇଥାଏ। ମକର ରାଶିର ବ୍ୟକ୍ତିମାନେ ଶନିଦେବକୁ ପୂଜା କରିବା ଦ୍ୱାରା ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଦେବଙ୍କ ଆଶୀର୍ବାଦରୁ ସମସ୍ତ କାମ ଭଲ ଭାବରେ ସମାପନ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦେବୀ ଅଟନ୍ତି ମା କାଳୀ, ମା ସିଦ୍ଧିଦାତ୍ରୀ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ମା ଉଦ୍ଦିଷ୍ଟ ଅଟନ୍ତି। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହ ଦେବତା ଶନିଦେବ ଅଟନ୍ତି। ବିଷ୍ଣୁ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ୟା ସମାଧାନ ହେବାରେ ଲାଗେ। ଜୀବନରେ ସୁଖ ସମୃଦ୍ଧି ଆସେ ଏବଂ ଧନ ମଧ୍ୟ ଲାଭ ହୁଏ। ଯଦି ଆପଣଙ୍କର ଶରୀରକୁ ନେଇ କୌଣସି ସମସ୍ୟା ଅଟେ ସେଥିରୁ ମଧ୍ୟ ଆପଣଙ୍କୁ ଉପଶମ ମିଳିଥାଏ। ଏହି ରାଶିର ବ୍ୟକ୍ତିଙ୍କର ସ୍ୱାମୀ ଶନିଦେବ ହେବା ଦ୍ୱାରା ନୀଳରତ୍ନ ଧାରଣ କରିବା ଦ୍ୱାରା ବହୁତ ଶୁଭ ଫଳ ମିଳିଥାଏ। ଏହି ରାଶିର ବ୍ୟକ୍ତିମାନେ ଅଧିକ ରାଗିଶାଳୀ ବ୍ୟକ୍ତି ଅଟନ୍ତି। ଏହି ବ୍ୟକ୍ତିର ମାନଙ୍କୁ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ରାଗ ଆସ୍ତେ ଆସ୍ତେ ଶାନ୍ତ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମା କାଳୀ ଏବଂ ସିଦ୍ଧିଦାତ୍ରୀ ଦେବୀ ଉଦ୍ଦିଷ୍ଟ ଅଟନ୍ତି। ମୀନ ରାଶି ଏହି ରାଶିର ବ୍ୟକ୍ତିମାନଙ୍କର ଗ୍ରହଦେବ ବୃହସ୍ପତି ଅଟନ୍ତି। ବ୍ୟକ୍ତିମାନେ ମା ଲକ୍ଷ୍ମୀ, ମା କମଳା ଏବଂ ସିଦ୍ଧିଦାତ୍ରୀକୁ ପୂଜା କରିବା ଦ୍ୱାରା ଜୀବନର ସମସ୍ୟା ସମାଧାନ ହୋଇଥାଏ।